नमो भगवते वासुदेवाय। श्रीमद्भागवत एकादश स्कंध पंचविंश अध्याय। भगवानुवाच बोलन्ति प्रभु नारायण उद्धव सावधाने शृण। तू अटु भक्त प्रधान कहिबा सांख्य जोग ज्ञान। जे ज्ञान जानी विज्ञ जन हुड़न्ति विकल्प संभ्रम। जे ज्ञान विज्ञान कल्पित प्रथमे सृष्टिर अग्रत। परम ब्रह्म मात्र थिले से जेबे सृष्टि आरंभिले। से काले विवेक प्रधान सृष्टि रे प्रवर्तिले जान। विज्ञानमय ब्रह्म भागे लोके जानन्ति जोग मार्गे। आदि गणना सत्य जुगे से ब्रह्म होइबे निभागे। प्रकृति रूपे एक अंश द्वितीय पुरुष प्रकाश। जे भाग प्रकृति रूपिणी सृष्टि पालन संहारिणी। से भाग जड़ रूपा होई ईश्वर बसे क्षोभ पाई। तेणु से ब्रह्म बेनिखंड संजोगे जन्मिला ब्रह्मांड। ब्रह्मांड मध्ये तीनि गुण जन्मिला प्रकृति कारण। त्रिगुण सत्व रजतम जे क्रिया शक्ति उपादान। हरि हरि बोल। से पूर्ण त्रिगुण जड़ित तहु उपजिला महत। महते त्रिगुण विकार तहु जन्मिला अहंकार। से पुणी होए तीनि अंश सात्विक राजस तामस। पंचतन मात्र तीनि गण पंचतन मात्र इंद्री गण। मनर परम कारण तामस अहंकारु जात होइले पंच महाभूत। मध्ये अहंकार राजस जन्मिले इंद्री एकादश। अंते जे थिला सत्वगुण तहु जन्मिले देवगण। ए सर्वे जन्मी एक मेले क्षणे न रहन्ति निश्चले। मुहि ताहांक हृदय जाई पशिली गुरु प्राय होई। तेबे समस्ते होई रुंड एकत्वे सूर्जिले ब्रह्मांड। दिशई हेममय अंड मोर विहार क्रीड़ा भांड। अशेष जड़े से भासई सलील बिंब प्राय होई। मुपुणी पशि तार मध्ये निद्रा प्रसारिली आनंदे। मोनाभि कमलु कमल जन्मिला अत्यंत कोमल। से पद्म ब्रह्मा अवतरे जे जोग बड़े सृष्टि करे। से रजोगुणे जात होई विशेष से मोर आज्ञा पाई। सत्यवर सदेव मते तपसाधिला से निरते।
ସେ ତପେ ମୋର ମନ ତୋଷି ମୁଁ ପୁଣି ତାର ଦେହେ ପଶି ସେ ମୋର ନିଗମ ବଚନେ ସୃଷ୍ଟି କରଇ ଅନୁମାନେ ସ୍ୱଭାବେ ବ୍ରହ୍ମା ପ୍ରଜାପତି ବେଦ ବଚନେ ତାର ମତି ବ୍ରହ୍ମାଣ୍ଡ ମଧ୍ୟେ ତପୋବଳେ କଳ୍ପିଲା ଭୁବନ ମଣ୍ଡଳେ ଦ୍ୱିସପ୍ତ ଲୋକ ଅଧ ଊର୍ଧ୍ୱେ ସୃଜିଲା ଭେଦ ବାକ୍ୟ ଛନ୍ଦେ ସ୍ୱର୍ଗ ସୃଜିଲା ପ୍ରଜାପତି ଯେ ଲୋକେ ଦେବ ଗଣ ସ୍ଥିତି ପୁଣି ଚାହିଁଲା ଅଧୋମୁଖେ ମନୁଷ୍ୟ ସୃଜିଲା ଭୂଲୋକେ ଏବେ ନିଲୋକ ସୃଜି ମନେ ପୁଣି କଳ୍ପିଲା ମଧ୍ୟ ଶୂନ୍ୟେ ତାହାକୁ ଭୁବ ଲୋକ ଭଣେ ଯହିଁ ଭ୍ରମନ୍ତି ଭୂତ ଗଣେ ଏ ତିନି ଲୋକର ଉପରେ ପୁଣି ବିଧାତା ସୃଷ୍ଟି କରେ ସିଦ୍ଧ ପୁରୁଷେ ଯହିଁ ଥାନ୍ତି ଯୋଗୀନ୍ଦ୍ର ତହିଁ ସଞ୍ଚରନ୍ତି ପୁଣି ଏ ତିନି ଲୋକ ତଳେ ବ୍ରହ୍ମା କଳ୍ପିଲା ଯୋଗ ବଳେ ପାତାଳ ନାମେ ଭୂମି ତଳେ ଯହିଁ ଅସୁର ନାଗ ବଳେ ଏ ତିନି ଲୋକ ମଧ୍ୟେ କ୍ରମେ କର୍ମ ସଙ୍ଗତେ ଜୀବ ଭ୍ରମେ ଏ ତିନି ଲୋକ ଊର୍ଧ୍ୱଗତି ପୁଣି କଳ୍ପିଲା ପ୍ରଜାପତି ମହାନ୍ତେ ଯହିଁ ଥାନ୍ତି ସୁଖେ ତାହା କଳ୍ପିଲା ମହଲୋକେ ତାର ଉପରେ ଜନ ଲୋକ ଯହିଁ ନ ପଶେ ଦୁଃଖ ଶୋକ ସେ ଜନ ଲୋକର ଉପରେ ଯହିଁ ବସନ୍ତି ତପିବରେ ସତ୍ୱେ ସାତ୍ୱିକେ ଯହିଁ ଥାନ୍ତି ସେ ସତ୍ୟ ବ୍ରହ୍ମ ଲୋକ ସ୍ଥିତି ସେ ବ୍ରହ୍ମ ଲୋକ ଊର୍ଧ୍ୱ ଦେଶେ ସହସ୍ର ସୂର୍ଯ୍ୟ ପ୍ରାୟ ଦିଶେ ହରି ହରି ବୋଲ କିବା କହିବା ତାର ଜ୍ୟୋତି ମୋର ଭକତେ ଯହିଁ ଥାନ୍ତି ଭକତି ଯୋଗ ବଳେ ମୋତେ ଚିନ୍ତା କରନ୍ତି ଅବିରତେ ମୁଁ ଯେଣୁ ବୈକୁଣ୍ଠ ଠାକୁର ତେଣୁ ବୈକୁଣ୍ଠ ନାମ ମୋର ଏଣୁ ମୁଁ ବ୍ରହ୍ମା ପ୍ରଜାପତି ଲୋକ ଆଧାର ଲୋକ ସ୍ଥିତି ସମସ୍ତ ପାଳି ଯୋଗ ବଳେ ପୁଣି ସଂହରେ ଅନ୍ତକାଳେ ଏଣୁ ଏ ଅନିତ୍ୟ ସଂସାର ତ୍ରିଗୁଣ କର୍ମରେ ସଞ୍ଚାର ଏ ଭବ କୂପେ ଜନ୍ତୁ ପଡ଼ି ଅଶେଷ କର୍ମ ପାଶେ ଜଡ଼ି ଭ୍ରମନ୍ତି ଏ ଘୋର ସଂସାରେ ରଜ ତାମସ ଅହଙ୍କାରେ ବୃହତ ସୂକ୍ଷ୍ମ ସ୍ଥୂଳ ଅଣୁ ସ୍ଥାବର ଜଙ୍ଗମ ଚେତନୁ ମାୟା ନିର୍ମିତ ସର୍ବଜନ ବ୍ରହ୍ମାଦି 14 ଭୁବନ ଏଣୁ ଈଶ୍ୱର ଏ ଭୁବନେ ସର୍ବତ୍ର ବସଇ ସମାନେ ସୃଷ୍ଟି ପ୍ରଳୟ ନିତ୍ୟ କରେ ମାୟା ସଂସାରେ ସେ ବିହରେ ଏଣୁ ଏ ଅନିତ୍ୟ ସଂସାର ନିତ୍ୟ ପୁରୁଷ ମୁଁ ଈଶ୍ୱର ଏ ମାୟା ପ୍ରକୃତି ବିକାର ଜଗତ ହେତୁ ଏ ବ୍ୟବହାର ଏକଇ ବ୍ରହ୍ମ ଏ ବୃତ୍ତାନ୍ତ ବିକାର ଆଦି ମଧ୍ୟନ୍ତ ଯେ ଆଦି ଅନନ୍ତ କାରଣ ସେ ସତ୍ୟ ବୋଲି ତୁ ହି ଜାଣ ପ୍ରକୃତି ପୁରୁଷ ଏବେନି ଜଗତ ପିୟର ଜନନୀ ବିଶ୍ୱ ପ୍ରକାଶ ହେତୁ ମୋହି ମୁଁ କାଳ ରୂପେ ସଂହାରଇ ମୋର କଟାକ୍ଷ ମାତ୍ରେ ଜାଣ ଅଶେଷ ବ୍ରହ୍ମାଣ୍ଡ ନିର୍ମାଣ ଭୁବଙ୍ଗ ମାତ୍ରେ ମୋହି ଯେବେ ମୋତେ ଚିନ୍ତଇ ଆତ୍ମା ଭାବେ କୋଟି ବ୍ରହ୍ମାଣ୍ଡ ମାୟାମୟ କ୍ଷଣ ମାତ୍ରକେ ଜାନ୍ତି କ୍ଷୟ ଯେ ଯାହା ତହୁଁ ଥାନ୍ତି ଆସି ଅନ୍ତେ ଚଳନ୍ତି ତାହା ଗ୍ରାସୀ ପ୍ରକୃତି ସଂଯୋগে ଜଗତ ଅନ୍ତେ ପ୍ରକୃତି করে ଗ୍ରସ୍ତ ସେ ଦୈବୀ ମାୟା କାଳ ରୂପୀ ପ୍ରକୃତି ରୂପେ ଥାଇ ବ୍ୟାପୀ ଏଣୁ ସେ କାଳେ ସୃଷ୍ଟି করে ଅନ୍ତେ ବ୍ରହ୍ମାଣ୍ଡ ସେ ସଂହରେ କାଳ ପୁରୁଷ ତାର ସଙ୍ଗେ ପ୍ରବେଶ করে জীবঙ্গে হরি হরি বল সে জীব পশে মোর তহি মুহি কেবল
মাত্র থাই মুহি সকল ভাবে সাক্ষী ମୋ ବିନୁ ଆନ ନାହିଁ ଲକ୍ଷୀ ମୁହିଁ ମୋହର ଆଶ୍ରେ ଥାଇ ଏଣୁ ନିରାଧାର ବୋলাই ମୁହିଁ ସକଳ ଅବଶେଷେ କେବଳ ଥାଇ ନିଜ ଅଂଶେ ଏହାକୁ ସାଂଖ୍ୟ ଯୋଗ କହି ଏଜ୍ଞାନେ ସଂଶୟ ନଥାଇ ଚିତ୍ତୁ ସକଳ ହରେ ଦୋଷ କେବଳ କୈବଲ୍ୟ ପ୍ରକାଶ ଏଭାବେ ନିରତେ ଯେ ମିଶେ অজ্ঞান হরে জ্ঞান দিছে উদ্ধবে কহে হৃষিকেশ শ্রী ভাগবতে একাদশ সুজনে শুণ এক মনে কৃষ্ণ চরিত তত্ত্ব জ্ঞানে নিশ্চয় হইব প্রবেশ কহই জগন্নাথ দাস ভাবে নিশ্চয় হইব প্রবেশ ভাবে কহই জগন্নাথ দাস হরি হরি বল ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং একাদশ স্কন্ধে ব্রহ্মা সৃষ্টি সর্জনং নাম পঞ্চবিংশ অধ্যায়।